ଏମିତି ଗୋଟେ ସେ ମୋଡରେ ଛିଡା ହେଇଛନ୍ତି ନା ମୋ ସେଗୁରା ନାହିଁ ମୁଁ ଟଙ୍କା ଦେଇକି ମୋର ଇଏ କରିବି ଦୟାକରି ମୁଁ ହାତ ଯୋଡି କହୁଛି ନରିପଣ୍ଡାଙ୍କ ସ୍ତ୍ରୀ କହୁଛି। କୁହନ୍ତୁ। ବାବୁ ଆପଣ ଆକାଉଣ୍ଟ ନମ୍ବର ଟା ଦିଅନ୍ତୁ ପଇସା ପଠେଇବି। ମୁଁ ପଇସା ମୁଁ ନେବିନି। ବାବୁ ସିଏ ତ ରହିବେନି କ୍ୟାସ ଦେଇଛି କ୍ୟାସ ଦେଇଛି ସେ ରହିବେ ନା ରହିବେ ନା। ନା ବାବୁ ସେ କୌଣସି ପ୍ରକାର ରହିପାରିବେନି ମୁଁ କାହିଁକି ରହିବେନି ଦେଖିବା ଆଉ ଯାତ୍ରା ନିଶ୍ଚୟ କାମ କରିବ କରିବ। ବାବୁ ବାବୁ ଶୁଣନ୍ତୁ ଆଉ ପଇସା ଏଇଭଳିଆ ବେଦ ଛୁଆ ଗୁରା କାହିଁ ଜନ୍ମ ହଉଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରିରେ ଯୋଉଠି ତାଙ୍କର ଇଜ୍ଜତ ମତ ନାହିଁ ମାନେ ଭଦ୍ରାମି ଶିଖିନାହାନ୍ତି ପଇସା ଆସି ମାଗିକି ନଉଛନ୍ତି। ଯାତ୍ରା ଇଣ୍ଡଷ୍ଟ୍ରି କାମ କରିବ ଭଦ୍ରାମି ଆଗେ ଶିଖା। ମୁଁ ପଇସା ଦବାକୁ ଯାଇନି ମତେ ଜବରଦସ୍ତ ଆସିକି ପଇସା ନେଇଛି। ଆଜ୍ଞା ଆଜ୍ଞା ମୁଁ ପଇସା ଜାଣିଛି ଆଜ୍ଞା ପଇସା ମୁଁ ଜବରଦସ୍ତ ଜାଣିଛି ଦେଇନି ସେ ଆପଣଙ୍କ ମାଗି କତିରୁ ନେଇଛି। ଯାଇକି ପଇସା ଆଣିଛନ୍ତି ହଁ କିନ୍ତୁ ଏପଟେ ଯେତେବେଳେ ଏତେ ପଇସା ତାଙ୍କର ଉଭଟ ହେଇଗଲା ନା। ସେଇଟା ନାହିଁ ସେଟାକୁ ମୁଁ ବୁଝିବି ସେଟା ମୋର ମୁଁ ମାଗିନି ମୁଁ ତାକୁ ଜବରଦସ୍ତ ଯାଇକି ଯାତ୍ରା ପାର୍ଟିରେ ରହିବାକୁ କହିନି। ବାବୁ ସମସ୍ତ ଦେଖନ୍ତୁ ପ୍ରମାଣ ରେକର୍ଡିଂ ରଖିଛି। ଆଜ୍ଞା ମୁଁ ପୁରା ପ୍ରସ୍ତୁତରେ କାମ କରିଛି ଏଥରକ ତାର ସେଇ ପାଇଁ ତାର ଟାଉଟରିଆ ଧନ୍ଦା ଅଛି ବୋଲି ମତେ ଇଏ ବି କହିଥିଲା ସଂଖାଳି ଆରଥରକ ମୁଁ ପଇସା ଦେଇଥିଲି ଫେରିଥିଲି। ବାବୁ ଏଥର ବି ଦେଖନ୍ତୁ ଟାଉଟରିଆ ବୋଲି କହିବେନି କାରଣ ଟାଉଟରିଆ ଟଙ୍କା ନେଇଛି କାମ କରିବ ଟାଉଟରିଆ ନୁହଁ କଣ ଭଲଟା ଅଯଥା ବାବୁ କଥା କହୁଛ। ଦେଖନ୍ତୁ ଏମିତି ଗୋଟେ ସେ ମୋଡରେ ଛିଡା ହେଇଛନ୍ତି ନା ମୋ ଝିଅ ସେଗୁରା ନାହିଁ ମୁଁ ଟଙ୍କା ଦେଇକି ମୋର ଇଏ କରିବି ଦୟାକରି ମୁଁ ହାତ ଯୋଡି କହୁଛି।